ଚନ୍ଦ୍ରଗ୍ରହଣ ସମୟରେ ଶାରୀରିକ ସମ୍ପର୍କ ରଖିବାକୁ ନେଇ ସମାଜରେ ଉଭୟ ଧାର୍ମିକ ବିଶ୍ୱାସ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣ ରହିଛି। ଆସନ୍ତୁ ଏହାକୁ ସରଳ ଭାବରେ ବୁଝିବା। 1. ଧାର୍ମିକ ଓ ପାରମ୍ପରିକ ମାନ୍ୟତା। ହିନ୍ଦୁ ଧର୍ମଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣ ସମୟକୁ ଏକ ଅଶୁଭ ସମୟ ବା ସୂତକ କାଳ ଭାବେ ଗ୍ରହଣ କରାଯାଏ। ନିଷେଧ। ପୁରାଣ ଅନୁସାରେ ଗ୍ରହଣ ସମୟରେ ଦେବ ପୂଜା, ରୋଷେଇ, ଭୋଜନ ଏବଂ ଶାରୀରିକ ସମ୍ପର୍କ ରଖିବା ବର୍ଜିତ। ପ୍ରଭାବ। ବିଶ୍ୱାସ କରାଯାଏ ଯେ ଏହି ସମୟରେ ଶାରୀରିକ ସମ୍ପର୍କ ରଖିଲେ ତାହାର ନକାରାତ୍ମକ ପ୍ରଭାବ ଦମ୍ପତିଙ୍କ ସ୍ୱାସ୍ଥ୍ୟ ଏବଂ ଭବିଷ୍ୟତର ସନ୍ତାନ ଉପରେ ପଡ଼ିଥାଏ। 2. ବୈଜ୍ଞାନିକ ଦୃଷ୍ଟିକୋଣ। ବିଜ୍ଞାନ ଅନୁସାରେ ଚନ୍ଦ୍ରଗ୍ରହଣ ହେଉଛି ଏକ ମହାଜାଗତିକ ଘଟଣା। କୌଣସି ପ୍ରମାଣ ନାହିଁ। ଚନ୍ଦ୍ରଗ୍ରହଣ ସମୟରେ ଶାରୀରିକ ସମ୍ପର୍କର ରଖିବା ଦ୍ୱାରା ଶରୀର ଉପରେ କୌଣସି କ୍ଷତିକାରକ ପ୍ରଭାବ ପଡ଼େ ବୋଲି ଆଧୁନିକ ଚିକିତ୍ସା ବିଜ୍ଞାନରେ କୌଣସି ପ୍ରମାଣ ମିଳିନାହିଁ। ମାନସିକ ସ୍ଥିତି। ତେବେ ଗ୍ରହଣ ସମୟରେ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଏବଂ ମାଧ୍ୟାକର୍ଷଣ ଶକ୍ତିରେ ସାମାନ୍ୟ ପରିବର୍ତ୍ତନ ହେଉଥିବାରୁ ଏହା କିଛି ଲୋକଙ୍କ ମାନସିକ ସ୍ଥିତି ବା ଉପରେ ସୂକ୍ଷ୍ମ ପ୍ରଭାବ ପକାଇଥାଇପାରେ ବୋଲି କେହି ମତ ଦିଅନ୍ତି।